ମୁଁ ଆପଣଙ୍କ ଭାଇ ପ୍ରସାଦ ଆପଣମାନଙ୍କ ପାଇଁ ଆଜି ନେଇ ଆସିଛି ଦେଶ ବିଦେଶର କୋଣ ଅନୁକୋଣରୁ 20ଟି ବଡ଼ ଖବର। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜିର ଏକ ନମ୍ବର ବଡ଼ ଖବର। କଟକ ଓ ସମ୍ବଲପୁରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ସମ୍ବଲପୁର ଓ କଟକରେ ହେବ ମହାନଦୀ ରିଭର ଫ୍ରଣ୍ଟ। ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ। 2ଟି ପ୍ରକଳ୍ପ ପାଇଁ 200 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଐତିହାସିକ ବାଲିଯାତ୍ରାକୁ ଉଦ୍ଘାଟନ ସମୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଭୁବନେଶ୍ୱର ମେଟ୍ରୋ ରେଳ ସମ୍ପ୍ରସାରଣ ହେବ। ଦ୍ୱିତୀୟ ପର୍ଯ୍ୟାୟର କଟକ ସହର ଭିତରକୁ ସମ୍ପ୍ରସାରିତ ହେବ ମେଟ୍ରୋ ରେଳ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ତେବେ କଟକର ଗତକାଲି ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରାର ଚଳିତ ଥର 13ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି କରାଯିବା ସହ 8 ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିବେ। ଉପର ଓ ତଳ ପଡ଼ିଆକୁ ମିଶାଇ ମୋଟ 32 ଏକର ଜାଗାରେ 25ରୁ ଅଧିକ ଷ୍ଟଲ୍ କରାଯାଇଛି। ଏହି ଐତିହାସିକ ଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପରବର୍ତ୍ତୀ ଖବର। ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଝାରସୁଗୁଡ଼ାରୁ ଏହି ସହରକୁ ଆରମ୍ଭ ହେବ ବିମାନ ସେବା। ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି। ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ଆହୁରି ଅଧିକ ସହରକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଉ 5ଟି ସହରକୁ ଓ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ 4ଟି ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ। ତେବେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ରାୟପୁର, ହାଇଦ୍ରାବାଦ, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ। ରାଜ୍ୟର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବା ସହ ପ୍ରଗତି ପଥ ଆହୁରି ପ୍ରଶସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର। ଆଦିବାସୀ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ ପାଇଁ 1535 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଆଜି ଜନତା ମଇଦାନରେ ରାଜ୍ୟସ୍ତରୀୟ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ୱାଧୀନତାର ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା। ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ। ଆଦିବାସୀମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଜନଜାତି ଉନ୍ନତି ଓ କଲ୍ୟାଣ ପାଇଁ 1535 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏଥିରେ 16ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲର ଉନ୍ନତି କରାଯିବ। ପ୍ରତ୍ୟେକ ସ୍କୁଲ ପିଛା 15 କୋଟି ଟଙ୍କା ଭାବରେ ସମୁଦାୟ 240 କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି 13ଟି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍କୁଲ ପିଛା 22 କୋଟି ଟଙ୍କା ହିସାବରେ 286 କୋଟି ଟଙ୍କା ବିନିଯୋଗ ହେବ। 426ଟି ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ନିର୍ମାଣ ପାଇଁ 800। ଶ୍ରୀମନ୍ଦିର 4 ଦ୍ୱାର ଦେଇ ପ୍ରବେଶ ଓ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରକୁ 4 ଦ୍ୱାର ଦେଇ ପ୍ରବେଶ କରିବା ଉପରେ ହଟିଲା କଟକଣା। ଏବେ ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ଅପେକ୍ଷା ନ କରି 4 ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶ୍ରଦ୍ଧାଳୁମାନେ ସମସ୍ତ 4 ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ, ହେଲେ କେବଳ 3ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସିଂହଦ୍ୱାର ବ୍ୟତୀତ ଅନ୍ୟ 3 ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବେ। କେବଳ ସେବକ ଓ ତାଙ୍କ ପରିବାରବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ସରକାର ଏଭଳି ନିଷ୍ପତ୍ତି। 4 ଦ୍ୱାର ବଦଳରେ ଭକ୍ତମାନଙ୍କୁ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବ୍ୟବସ୍ଥା ଥିଲା। ଆଜି କାର୍ତ୍ତିକ ମାସ ସରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପଟେ ଶ୍ରୀମନ୍ଦିର ନାଟମଣ୍ଡପଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଏହା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ପରବର୍ତ୍ତୀ ଖବର। ଖୁସି ଖବର। ଏବେ ଏହି ଲୋକଙ୍କୁ ଦେବାକୁ ପଡ଼ିବନି ଟୋଲ୍ ଟ୍ୟାକ୍ସ। ଟୋଲ୍ ଟ୍ୟାକ୍ସକୁ ନେଇ ମୋଦି ସରକାର ଏବଂ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୋଲ୍ ଟ୍ୟାକ୍ସ ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ନୂଆ ନିୟମ କରିଛି। ବର୍ତ୍ତମାନ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ ବ୍ୟବହାର କରୁଥିବା ଘରୋଇ ଯାନ ଡ୍ରାଇଭରମାନଙ୍କୁ ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଏହା ସହିତ ଯଦି ସେମାନେ 20 କିଲୋମିଟର ମଧ୍ୟରେ ଟୋଲ୍ ରୋଡ୍ ବ୍ୟବହାର କରନ୍ତି ତେବେ ସେମାନଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଏହା ସହିତ ସମଗ୍ର ଦେଶରେ ଏହି ନିୟମ ଲାଗୁ କରିବାକୁ କୁହାଯାଇଛି। ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ବେସରକାରୀ ଯାନ ମାଲିକମାନଙ୍କୁ ପ୍ରତିଦିନ ଯାନ୍ତ୍ରିକ ଏବଂ ଏକ୍ସପ୍ରେସୱେରେ 20 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ଖବର। ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ କହିଲେ ମୋହନ ମାଝୀ। 6 ଦିନିଆ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ। 7ରୁ 20 ଯାଏଁ 3 ଦିନିଆ ସିଙ୍ଗାପୁର ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଙ୍ଗାପୁର ଶିଳ୍ପପତିଙ୍କୁ ଭେଟି ପୁଞ୍ଜି ଆକର୍ଷଣ କରିବେ। ଏଥିସହ ବଡ଼ ବଡ଼ ପେଟ୍ରୋ କେମିକାଲ୍ସ ହବ୍ ବୁଲି ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଆସନ୍ତା 5 ବର୍ଷରେ 5 ଲକ୍ଷ କୋଟିର ପୁଞ୍ଜି ନିବେଶ ଯୋଜନା ରହିଛି।
ସିଙ୍ଗାପୁର ଗସ୍ତରେ ଯିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଦେଶ ଯାଉଛି ବ୍ୟବସାୟ ପାଇଁ ଓଡ଼ିଶା ପ୍ରସ୍ତୁତ ହୋଇଅଛି। ବିକଶିତ ଓଡ଼ିଶା ଗଠନ ପାଇଁ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିବୁ। ରୋଡ୍ ଶୋ ମାଧ୍ୟମରେ ଉଦ୍ୟୋଗଙ୍କୁ ଓଡ଼ିଶା ବିଷୟରେ ଜଣାଇବୁ। ଓଡ଼ିଶାର ପ୍ରାକୃତିକ ଓ ଦକ୍ଷ ମାନବ ସମ୍ବଳ ଶିଳ୍ପ ନୀତି ନେଇ ଜଣାଇବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର ଡିଜେଲ ବିଦ୍ୟୁତ୍ ପରେ ଏବେ ଭାରତରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍। ଭାରତୀୟ ରେଳବାଇ ନେଟୱାର୍କ ଦୁନିଆର ସର୍ବବୃହତ ରେଳ ନେଟୱାର୍କ। ପ୍ରତିଦିନ ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି, ଯାହାକୁ ଦୃଷ୍ଟିରେ ରଖି ଟ୍ରେନ୍ ଏବଂ କୋଚ୍ଗୁଡ଼ିକର ନବୀକରଣ ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ରେଳ ପ୍ରବର୍ତ୍ତନ କରୁଛି ଭାରତୀୟ ରେଳବାଇ। ବର୍ତ୍ତମାନ ଭାରତରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏକ ଉତ୍କୃଷ୍ଟ ଉଦାହରଣ। ଏହାରି ଭିତରେ ଏକ ବଡ଼ ଉପଲବ୍ଧି ହାସଲ କରିବାକୁ ଯାଉଛି ଭାରତୀୟ ରେଳବାଇ। ଏବେ ଡିଜେଲ କିମ୍ବା ବିଦ୍ୟୁତ୍ ଚାଳିତ ନୁହେଁ, ଖୁବ୍ ଶୀଘ୍ର ଟ୍ରାକ୍ରେ ଚାଲିବ ପାଣି ଚାଳିତ ଟ୍ରେନ୍। ଭାରତୀୟ ରେଳ ବିଭାଗର ଡିଜେଲ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ DIMU ଟ୍ରେନ୍କୁ ପାଣି ଦ୍ୱାରା ଚାଳିତ କରିବା ପାଇଁ ଏଥିରେ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ସ୍ଥାପନ ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଅନୁମୋଦନ କରିଛି। ତେବେ ଆମେ ଯଦି ଭାରତୀୟ ରେଳବାଇ ବିବର୍ତ୍ତନ ବିଷୟରେ ଦେଖିବା, ତାହେଲେ ଏହା ପ୍ରଥମେ ବାଷ୍ପ ଇଞ୍ଜିନ୍ରୁ ଆରମ୍ଭ ହୋଇଥିଲା, ପରେ କୋଇଲା ଆଉ ତାପରେ ଟ୍ରେନ୍ ଇଞ୍ଜିନ୍ ଜୀବାଶ୍ମ ଇନ୍ଧନ ତଥା ଡିଜେଲ ଚାଲିଲା। ବାଷ୍ପଠାରୁ ଅଧିକ ଉପଯୋଗୀ ହେଲା ସତ, ହେଲେ ବାୟୁ ପ୍ରଦୂଷଣ ଅଧିକ ସୃଷ୍ଟି ହେଲା। ଏହାପରେ ରେଳ ବିଭାଗ ଏବେକାର ଆଧୁନିକ ଟ୍ରେନ୍ ପ୍ରଚଳନ କଲା, ଯାହା ବିଦ୍ୟୁତ୍ରେ ଚାଲିଲା। କିନ୍ତୁ ଏଥିରେ ଗୋଟିଏ ନକାରାତ୍ମକ ଦିଗ ଥିଲା। ଏହା ବିଦ୍ୟୁତ୍ ସୃଷ୍ଟି କରିବା ପାଇଁ କୋଇଲା ଜାଳିବାକୁ ପଡ଼ୁଥିଲା, ଯାହା ବି ବାୟୁ ପ୍ରଦୂଷଣର ଏକ ମୁଖ୍ୟ କାରଣ। ତେବେ ଏ ଦିଗକୁ ଦୃଷ୍ଟିରେ ରଖି ଏବେ ପାଣିରୁ ହାଇଡ୍ରୋଜେନ୍ ଉତ୍ପାଦକୁ ବ୍ୟବହାର କରି ଟ୍ରେନ୍ ଚଳାଇବା ପାଇଁ ଯୋଜନା କରିଛି ରେଳବାଇ ବିଭାଗ। ଯଦି ଏପରି ହୁଏ, ତେବେ ଏହା ଆଗାମୀ ଦିନରେ ଭାରତ ପାଇଁ ଏକ ବଡ଼ ମାଇଲଖୁଣ୍ଟ ହେବ। ତେବେ ଏପରି କରିବାର ଭାରତ ପ୍ରଥମ ଦେଶ ନୁହେଁ, କାରଣ ପୂର୍ବରୁ ବିଶ୍ୱର 4ଟି ଦେଶରେ ଏଥର ସଫଳତା ହାସଲ କରିସାରିଛନ୍ତି। ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରି ବର୍ତ୍ତମାନ ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ୍ ଏବଂ ଚୀନ୍ର ଟ୍ରେନ୍ ଚାଳିତ ହୋଇଛି। ଭାରତ ଏପରି କରିବାର ପଞ୍ଚମ ଦେଶ ହେବ।